ॐ नमो भगवते वासुदेवाय। पञ्चदशोऽध्याय। श्रीशुक उवाच। एमन्ते पुत्रहङ्कर नष्टे से देव माता मन कष्टे इन्द्रपण गला गिरि दुर्गम आश्रे कला देवे लुचिले घोर बने शुणिया दिति दुख मने रात्र दिवस न जाणई निरते गृहे थाई सोई तार भुवने कदिने कश्यप ऋषिर गमने अदिति शयन सम्मुखे कश्यप बसी मन दुखे देखिले अदिति भुवने आदित्य अति ध्रुम जेने उत्सव आनंद नदिशे अष्ट संपद हीने मिशे देखिले मुखे सुख नाही शोक आकुले कंपे देही अनाई अदिति बदन बोलंती मरीचि नंदन शुण सुंदरी स्थिर चिते कहई तोहर अग्रते ब्रह्मा संचित सृष्टि मध्ये ब्रह्मांडे बसंती आनंदे ताहांक गृहे दुख नाही शुण विपरीत देखई धन संपद दुख देहे शुण निगम जाहा कहे अशेष विष्णुर चरित कर्मर बले छंदित शुभ अशुभ भाव बले काल छाड़ई अंतराले कालर बले संसार के भूत के अबा असुर भोग संपद अर्थे गृहे प्राणी साधंती अति मोहे ए भावे संसार चरित किबा होइला चंबित विप्र अतिथि किबा घरे कुटुंब पोषणे तत्परे पूजा न पाइए भुवने निराशे गले दुख मने जाघरू अतिथि बाहुडे से प्राणी प्रेत मुखे पड़े तार संचिला पुण्य जेते गमंती अतिथि संगते अग्निरे जथा काले हबी न देई हुओ पराभवी मोर भावे तोर चित किबा होइला मोहगत अग्नि पूजने शुद्ध मनो जे जन माने कामधेनु संपादी विप्रजने द्यन्ति देवे जे कल्याण बांचन्ति
ବିପ୍ର ଅଗ୍ନି କି ନ ପୂଜିଲେ କଲ୍ୟାଣ ଲଭେ କାହିଁ ଭଲେ। ହରିଙ୍କୁ କାହିଁ ସେ ପାଇବ ଯାହାଙ୍କୁ ବାଞ୍ଚନ୍ତି ଯେ ଶିବ। ଉଭୟ ଲୋକେ ନାହିଁ ସୁଖ ସର୍ବଦା ଲଭନ୍ତି ବିମୁଖ। ତୋର ତନୁଜ ଦେବରାଏ ସ୍ୱର୍ଗେ ଅଛନ୍ତି ନା ନିର୍ଭଏ। ଇନ୍ଦ୍ରର କୁଶଳ ନ ଦେଖି କିବା ହୋଇଲୁ ମନେ ଦୁଃଖୀ। ଏମନ୍ତେ ସ୍ୱାମୀ ବାକ୍ୟ ଶୁଣି ବୋଲଇ ଦକ୍ଷର ନନ୍ଦିନୀ। ଗୋରୁ ବ୍ରାହ୍ମଣ ଇହଲୋକେ ଏ ସର୍ବେ ଅଛନ୍ତି ଯେ ସୁଖେ। ଧର୍ମାନିଚ୍ଛଇ ମୋର ଘରେ ଆଗମ ନିଗମ ବ୍ୟବହାରେ। ତ୍ରିବର୍ଗ ମୋହର ଭୁବନେ କେବେହେଁ ନ ମୁଞ୍ଚନ୍ତି ଦିନେ। ଅଗ୍ନି ଅତିଥି ମୋର ଗୃହେ ବିନାଶ ନୁହନ୍ତି କେବେହେଁ। ସକଳ ଶୁଭ ତୁମ୍ଭ ବଳେ ଯେ ସେ ଯାହା କର୍ମର କୌଶଳେ। ତୁମ୍ଭେ କହିଲ ଯେତେ କର୍ମ ଗୃହସ୍ଥ ସ୍ୱଭାବ ଏ ଧର୍ମ। ସର୍ବଶ୍ରବଣେ ମୋର ଚିତ୍ତ କେବେହେଁ ନୁହଁଇ ମୋହିତ। ତୁମ୍ଭେ ଯେ ପ୍ରଜାଙ୍କ କୁଶଳେ ନିରତେ ଭଜି ଯୋଗ ବଳେ। ସୃଷ୍ଟିର ମଧ୍ୟେ ଯେତେ ଜନେ ସକଳ ତ୍ରିଗୁଣ ବନ୍ଧନେ। ଅର୍ଜିଲା କର୍ମର ଆୟତେ ଜନ୍ତୁ ସମ୍ଭବନ୍ତି ଜଗତେ। ତଥାପି ଭକ୍ତି କି ଭଜନ୍ତି ବ୍ରହ୍ମା ଶଙ୍କର ଲକ୍ଷ୍ମୀପତି। ଶୁଣ ହୋ ସ୍ୱାମୀ ବ୍ରହ୍ମସୂତ ତୁମ୍ଭ ପ୍ରସାଦେ ମୋର ଚିତ୍ତ। ଦୁର୍ଲଭ ଚତୁର୍ବର୍ଗ ମୋହେ ସେବକୀ ପଣେ ତୁମ୍ଭ ଗୃହେ। ତୁମ୍ଭ ଚରିତ ପ୍ରଜା ହିତେ ଯେ ଧର୍ମ କହ ମୁଁ ଅଗ୍ରତେ। ତୁମ୍ଭର ପୁତ୍ର ଦୁଇ ମତ ଦେବତା ଅସୁର ଯୁଗତ। ଏହାଙ୍କୁ ଭଲ ତୁମ୍ଭେଇଛ ମୁଁ ଏହା ଜାଣଇ ପ୍ରତ୍ୟକ୍ଷ। ଦେବେ ଯେ ସତ୍ୟ ଗୁଣେ ଥାନ୍ତି ଅସୁରେ ରଜତମ ଚିନ୍ତି। ପୀଡ଼ା କରନ୍ତି ସାଧୁଜନେ ଧର୍ମେ ରଖନ୍ତି ମୋ ନନ୍ଦନେ। ମୋ ସୁତେ ଅସୁରଙ୍କ ଡରେ ଲୁଚିଲେ ବନଗିରି ଘୋରେ। ଇନ୍ଦ୍ରଙ୍କୁ ନ ଦେଖି ମୋ ମନ ନିରତେ ହୋଇଛି ଦହନ। କହ କି କରିବି ଉପାଏ କେମନ୍ତେ ଇନ୍ଦ୍ର ସ୍ୱର୍ଗେ ରହେ। ମୋର ସପତ୍ନୀ ପୁତ୍ର ବଳେ ବିଚାର କରି ବଳି ହେଲେ। ଶୁକ୍ରମନ୍ତ୍ରୀର ମନ୍ତ୍ର ତେଜେ ବସିଲା ଯାଇ ସ୍ୱର୍ଗ ରାଜେ। ମିଳିଲେ ଅନେକ ଦାନବ
ହରିଲେ ଇନ୍ଦ୍ରର ବିଭବ। ମୁଁ ଏବେ ହୋଇ ସ୍ଥାନ ଭ୍ରଷ୍ଟ, ଅନେକ ପାଉଅଛି କଷ୍ଟ। ମୋତହୁଁ ଦୁଃଖୀ କେହି ନାହିଁ, ପଡ଼ିଲି ତୁମ୍ଭ ପାଦେ ମୁହିଁ। ତୁମ୍ଭକୁ ମରେଛନ୍ତି ଯେତେ, ମୋ ପୁତ୍ର ବନରେ ପଶନ୍ତେ। ଯେମନ୍ତେ ଆଜ୍ଞା ମୋତେ କର, ତୁମ୍ଭେ ତ ବୁଦ୍ଧିରେ ଈଶ୍ୱର। ଏମନ୍ତେ ଅଦିତି ବଚନେ, କଶ୍ୟପ ବିଚାରନ୍ତି ମନେ। ଦେଖ ଏ ବିଷ୍ଣୁ ମାୟା ବଳେ, ଜୀବର ବନ୍ଧନ ସୟଳେ। ପଞ୍ଚଭୌତିକ ଏ ଶରୀର, ଆତ୍ମା ନିର୍ଲେପ ନିର୍ବିକାର। ଶରୀର ପତ୍ନୀ ପୁତ୍ର ଆଦି, ଏ ବିଷ୍ଣୁ ମାୟାରେ ସମ୍ପାଦି। କେହା ଅନ୍ୟଥା କରିବ, ବ୍ରହ୍ମା ଶଙ୍କର ବାସୁଦେବ। ତୁ ଏବେ ମୋର ବୋଲ କର, ହରି ଚରଣ ମନେ ଧର। ସେ ହରି ତୋର ମନ ଦୁଃଖ, ନିବାରି ଦେବେ ସ୍ୱର୍ଗ ସୁଖ। ଆରତ ଜନ ବନ୍ଧୁ ହରି, ସେ ପାରେ ଆରତ ନିବାରି। ତାହାର ପାଦ ଆଶ୍ରୟ କଲେ, ସଙ୍କଟୁତରେ ପ୍ରାଣୀ ଭଲେ। ତୋର ଚରଣ ଆଶ୍ରୟ କର, ନିର୍ଭୟ ମନ ଦୁଃଖ ହର। ଏମନ୍ତ କାଶ୍ୟପର ବାଣୀ, ଅଦିତି ପୁଣ କହେ ଶୁଣି। ଭୋ ନାଥ ବୁଦ୍ଧି କହ ମୋତେ, ହରିଙ୍କୁ ସେବିବି କେମନ୍ତେ। ଯେମନ୍ତେ ମୋର ମନୋରଥ, ପୂରଣ କଲେ ଜଗନ୍ନାଥ। ପୁତ୍ର ବସିବ ଇନ୍ଦ୍ର ପଦେ, ଭୋ ନାଥ ନମେ ତୋର ପାଦେ। କଶ୍ୟପ ବାଚ, ଏମନ୍ତେ ପତ୍ନୀ ବାକ୍ୟ ଶୁଣି। ଇନ୍ଦ୍ର ନନ୍ଦନ ମନେ ଗୁଣି, ବୋଲନ୍ତି ଶୁଣ ଗୋ ଘରଣୀ। ହରି ତୋଷଣ ବ୍ରତ ବାଣୀ। ଯେ ବ୍ରତେ ପ୍ରଭୁ ଋଷିକେଶ, ତୋହର ଉଦରେ ପ୍ରବେଶ। ସେ ପ୍ରଭୁ ବେଦ ଗର୍ଭ ରୂପେ, ବଳିକି ଛଳି ଦାନ କଳ୍ପେ। ତୋର ପୁତ୍ରକୁ ସେ ରଖିବ, ତୁ ଏବେ ହରି ପାଦେ ସେବ। ହରି ତୋଷଣ ବ୍ରତ କର, ଏ ଦୁଃଖ ସାଗରୁ ନିସ୍ତର। ଶୁଣ କହିବା ବେଦ ମତେ, ଯେ ବ୍ରତ କରିବୁ ଯେମନ୍ତେ। ଫଗୁଣ ଶୁକ୍ଳ ପକ୍ଷ ଯୁକ୍ତ, ଦ୍ୱାଦଶୀ ଦିନ ପ୍ରୟୋବ୍ରତ। ଅର୍ଚ୍ଚନା କରି ଭକ୍ତି ବଳେ, ବିଷ୍ଣୁର ଚରଣ କମଳେ। ସେବା କରିବୁ ଯେବେ ମୋତେ, ଶୁଣ କହିବା କଳ୍ପ ତୋତେ। ପ୍ରାତଃ ଅମାବାସ୍ୟା ଦିନ, ମନ୍ଦିର ଗମିବୁ ବହନ।
ବରାହ ମାଟି ଖାଦେ ଯାଇ ମୂର୍ତ୍ତିକା ବାମହସ୍ତେ ନେଇ। ଶୁଣ ମନ୍ତ୍ରୀବୁ ଯେଉଁ ମନ୍ତ୍ରେ ଅଙ୍ଗେ ବୋଳିବୁ ଯେଉଁ ଯନ୍ତ୍ରେ ଭୋ ଦେବ ତୋର ଅନ୍ତକାଳେ ମିଳାଉଥିଲୁ ମହାଜଳେ ପାତାଳେ ପଙ୍କ ରୂପେ ଥିଲୁ ବରାହ ଦର୍ଶନେ ଉଠିଲୁ। ହରିର ଦନ୍ତ ଅଗ୍ରବାସୀ ତୋମର ହର ପାପ ରାଶି ଏମନ୍ତେ ମୃତ୍ତିକା ମନ୍ତ୍ରୀବ ଶରୀରେ ସମଗ୍ର ଲେପିବ ସ୍ନାନ କରିବ ତିନି କାଳେ ପବିତ୍ର ଜଳ ଉଦେ ବେଳେ ସେ ଯୁକ୍ତ ଆତ୍ମା ଶୁଦ୍ଧ ଚିତେ ସ୍ନାନ କରିବ ଶୁଚି ଗାତ୍ରେ ଏ ମନ୍ତ୍ର ପଢ଼ି କ୍ରିୟା ବଳେ ପୂଜା କରିବ ଯଥା କାଳେ ତୋ ଦୀପ୍ତି ସର୍ବ ଅନ୍ତର୍ଗତେ ସାକ୍ଷୀ ସ୍ୱରୂପ ଏ ଜଗତେ ସକଳ ଭୂତର ଆବାସ ନମସ୍ତେ ପ୍ରଧାନ ପୁରୁଷ। ଚତୁର୍ବିଂଶତି ତତ୍ତ୍ୱଜ୍ଞାତା ଅବ୍ୟକ୍ତ ସଂଖ୍ୟା ଯୋଗ କର୍ତ୍ତା ଦିଶିର ତ୍ରିଚରଣ ତୁହି ଚତୁର ଶୃଙ୍ଗ କିନ୍ତୁ ବହି ଶପଥ ହସ୍ତ ଯଜ୍ଞ ରୂପୀ ନମସ୍ତେ ଚାରି ବେଦ ବ୍ୟାପୀ ନମସ୍ତେ ଶିବ ରୁଦ୍ର ବର ନମସ୍ତେ ତୁହି ଶକ୍ତିଧର ସକଳ ବିଦ୍ୟା ଅଧିପତି ସର୍ବଭୂତଙ୍କ ପ୍ରାଣପତି ହିରଣ୍ୟ ଗର୍ଭ ନମୋ ନମଃ ଜଗତ ଆତ୍ମା ପ୍ରାଣ ସମ ଯୋଗଶ୍ଚର୍ଯ୍ୟ ଯା ଶରୀର ଯୋଗୀଙ୍କ ହେତୁ ଯୋଗେଶ୍ୱର। ନମସ୍ତେ ପ୍ରଭୁ ଆଦିଦେବ ତୁ ସାକ୍ଷୀ ଭୂତରେ ସମ୍ଭବ ତୁ ଋଷି ହରି ନାରାୟଣ ତୁ ନର ପରମ କାରଣ ତୁମର କତ ଶ୍ୟାମ ଦେହ ନମସ୍ତେ କମଳା ଆଶ୍ରୟ ନମୋ କେଶବ ପୀତ ବାସ ନମସ୍ତେ ସର୍ବ ପିତା ମାତା ବରେଣ୍ୟ ବରଦାତା ଗୁରୁ ନମୋ ଭକତ କଳ୍ପତରୁ ତୋ ପାଦ ରେଣୁ ମୋର ଶିରେ ମୋକ୍ଷ ସାଧନେ ଯୋଗ ବଳେ ସେ ପାଦ ପଦ୍ମ ଭକ୍ତି ଯେବେ ସେ ପାଦ ପଦ୍ମ ଭକ୍ତି ଯେ ସେବେ ଭାବେ ଖଟନ୍ତି ଦେବୀ ଦେବେ ତୋ ପାଦ ପଦ୍ମ ଗନ୍ଧ ବାସେ ଅଶେଷ ଭବ ଭୟ ନାଶେ ଏମନ୍ତ ଆବାହନ କର ନିଶ୍ଚଳ ଚିତେ ଭାବେ ଧର ଏମନ୍ତ ପାଦ୍ୟ ଅର୍ଘ୍ୟ ଆଦି ଶୁଦ୍ଧ ଭକତି ଯୋଗ ସାଧି ଅର୍ଚ୍ଚନା କରି ଗନ୍ଧ ମାଲ୍ୟ ପୂଜିବ
ପୂଜିବ ଆନନ୍ଦେ ନିଶ୍ଚଳେ। ଅର୍ଚ୍ଚନା କରି ଗନ୍ଧମାଲେ ପୂଜିବ ଆନନ୍ଦେ ନିଶ୍ଚଳେ। ଉତ୍ତମ ବସ୍ତ୍ର ଅଳଙ୍କାର ସୁଗନ୍ଧ ପୁଷ୍ପ ମନୋହର। ନୈବେଦ୍ୟ କରି ଷଡ଼ ରସ ସମର୍ପି ପ୍ରଧାନ ପାୟସ। ଦଧି ସାକର ମଧୁଘୃତେ ସୁଶାଳୀ ଅନ୍ନ ଘୃତ ଜୁଥେ। ନାନା ପ୍ରକାରେ ଭୋଗ ଦେଇ ହୃଦେ ଭକତି ଭାବ ବହି। ଯେ ମନ୍ତ୍ର ଦ୍ୱାଦଶ ଅକ୍ଷର ଜପିବ 108 ବାର। ହୋମ କରିବ ଋତାସନେ ଶତେକ ମୂଳ ମନ୍ତ୍ର ଧ୍ୟାନେ। ତୃତୀୟେ ବ୍ରହ୍ମାଣ୍ଡେ ବସାଇ ସୁସ୍ୱାଦୁ ଅନ୍ନ ଭୋଗ ଦେଇ। ବିପ୍ରଙ୍କୁ ଦେଇ ଆଚମନ ନିବେଦି ସୁଦିବ ବସନ। ଅତିଥି ଅନ୍ଧରଙ୍କି ଦୁଃଖୀ ତାକୁ ଭୋଜନେ କର ସୁଖୀ। ତାହାଙ୍କୁ ଅନ୍ନ ଦାନ ଦେଇ ସନ୍ତୋଷ ଚିତ୍ତେ ଆଜ୍ଞା ପାଇ। ଅନ୍ନ ଭୁଞ୍ଜିବ ସାୟଂକାଳେ ପଞ୍ଚବାସପତକ ବଳେ। ରାତ୍ରେ ବଞ୍ଚିବ ବାଦ୍ୟ ଗୀତେ ସୁଜନେ ବ୍ରହ୍ମଚାରୀ ମତେ। ଏମନ୍ତେ ହରି ଆରାଧନେ ହୋମାଦି ବ୍ରାହ୍ମଣ ଭୋଜନେ। ପ୍ରତିପଦି ନୁଏ ଅଭ୍ୟାସ ଯାବତ ଶୁକ୍ଳ ତ୍ରୟୋଦଶ। କରିବ ତ୍ରିକାଳରେ ସ୍ନାନ ରଜନୀ ଧରଣୀ ଶୟନ। ଅଙ୍ଗରୁ ଆଳସ୍ୟ ତ୍ୟଜିବ ନିନ୍ଦିତ ଭୋଗ ନ କରିବ। ହିଂସା ତ୍ୟଜିବ ସର୍ବଜନେ ବିଷ୍ଣୁ ଆଶ୍ରୟ କରି ମନେ। ଏମନ୍ତେ ତ୍ରୟୋଦଶୀ ଦିନ ସୁଗନ୍ଧ ଉଦକରେ ସ୍ନାନ। ଶାସ୍ତ୍ର ପ୍ରମାଣେ ପଞ୍ଚାମୃତ କରିବ ବେଦ ବିଧିମତ। ମନ୍ତ୍ର ଉଚ୍ଚାରି ଶୁଦ୍ଧ ଚିତ୍ତେ ସମ୍ଭାର ଶକ୍ତି ବେଦ ମତେ। ହରିହରଙ୍କୁ ଧ୍ୟାନେ ଧରି ଅନଳ ମନ୍ତ୍ରେ ହୋମ କରି। ନାନା ପ୍ରକାର ନୈବେଦ୍ୟ ବଟୁକ ମଧୁରାଦି ସ୍ୱାଦ। ନିର୍ବେଦ ବିଷ୍ଣୁ ତୋଷ ଅର୍ଥେ ପୂଜା କରିବ ନାନା ମତେ। ଅଗ୍ନି ପୂଜନେ କର୍ମ ସାରି ଗୁରୁ ଆଚାର୍ଯ୍ୟ ପାଦ ଧରି। ଧନ ବସନ ଅଳଙ୍କାର ସେବା ଦକ୍ଷିଣ ବ୍ରତ ସାର। ରତି ଯଜନ ମନ ତୋଷି ଦୁଃଖୀ ଦରିଦ୍ରଙ୍କୁ ଆଶ୍ୱାସୀ। ଭୋଜନେ ତୋଷ ସର୍ବ ପ୍ରାଣୀ ଯେଣେ ସନ୍ତୋଷ ଚକ୍ର ପାଣି। ସକଳ ବନ୍ଧୁ ଜ୍ଞାତି ମେଳେ
ଭୋଜନ କରି ସାୟଂକାଳେ ସୁବାଦ୍ୟ ନୃତ୍ୟ ଗୀତ ସ୍ୱରେ ଉତ୍ସବ କରି ନିଜପୁରେ ଏମନ୍ତେ ପୟୋବ୍ରତ କରି ଯେବା ଜଗତ ନର ନାରୀ ବାଞ୍ଛିତ ଫଳକୁ ଲଭନ୍ତି ଅନ୍ତେ ସେ ମାୟାରୁ ତରନ୍ତି। ହେମନ୍ତ ବ୍ରହ୍ମା ମୁଖୁ ପୂର୍ବେ ମୁହିଁ ଯେ ଶୁଣିଛି ପ୍ରସ୍ତାବେ ତୁ ଯେଣୁ ମୋହର ଭାବିନି ତେଣୁ କହିଲି ଭାବ ଘେନି ତୁ ଏହା ସୁଧ ଚିତ୍ତେ ଧର ହରି ସନ୍ତୋଷ ବ୍ରତଙ୍କର ଏ ବ୍ରତ ସର୍ବଯଜ୍ଞ ସାର ଦୁର୍ଗମ ସଙ୍କଟୁ ଧର ସର୍ବଭୂତଙ୍କ ପୂଜ୍ୟ ଏହି ଦାନ ତପସ୍ୟା ଫଳଦାୟୀ ଏ ବ୍ରତ କର ତୁ ଧାରଣ ଚତୁର ବର୍ଗର କାରଣ ଯମ ନିୟମ ଏଣେ ସାଧି ଏ ଯୋଗେ ବିଷ୍ଣୁଙ୍କୁ ସମ୍ପାଦି ତୁ ଏବେ ଚିତ୍ତେ ଏହା ଧର ହରି ସନ୍ତୋଷ ବ୍ରତ କର ତୋର ବାଞ୍ଛିତ ହରି ଦେବେ ତୋ ପୁତ୍ର ଗଣଙ୍କୁ ରଖିବେ ବୋଇଲେ ବିପ୍ର ଜଗନ୍ନାଥ ଅଦିତି ଶୁଣି ପ୍ରୟୋବ୍ରତ ଚିତ୍ତେ ବୋଇଲା ଭଗବାନ ସୁଜନେ କର ଏଣେ ଧ୍ୟାନ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା 82 ଅଷ୍ଟମସ୍କନ୍ଧେ ଅଦିତି ପୟୋବ୍ରତ ଉପଦେଶେ ନାମ ପଞ୍ଚଦଶୋऽଧ୍ୟାୟ। ଓମ୍ ନମୋ ଭଗବତେ ବାସୁଦେବାୟ।